ତୁମର ଘର ଗାଁ ପରିଚୟ ହଁ ଆଚ୍ଛା ଓମ୍ ନାରାୟଣ ଗୁରୁ ସ୍ୱାମୀ ପ୍ରଭୁ ଓ ওম শূন্য শূন্য মহাশূন্য শূন্য মধ্যে নিরঞ্জন নিরঞ্জন মধ্যে জ্যোতি জ্যোতি মধ্যে নিরালম্ব ওম নিরঞ্জন ব্রহ্ম সনাতনায় ওম নিরঞ্জন ব্রহ্ম সনাতনায় ওম নিরঞ্জন ব্রহ্ম সনাতনায় আমার ହେଲା ସନାତନ ଧର୍ମ ବୈଷ୍ଣବ ଧର୍ମ ତାପରେ ମୋର ନାମ ହେଲା ଉଦୟନାଥ ବାରିକ ଘର କୁଡ଼ିଆପାଳ ଗ୍ରାମ ପଞ୍ଚାୟତ ପାତିହିଞ୍ଜା ଜିଲ୍ଲା ମୟୂରଭଞ୍ଜ ମୁଁ ଟିକେ ଇଏରେ ରେକର୍ଡ଼ିଂ କରୁଛେ ତେଣୁ ଏଇ ଭାଗବତ ବିଷୟରେ ଟିକେ କହିବି ଆଉ ତୁମର ତାନେ ବାବା ବୟସ କେତେ ଗୋ ବୟସ ମୋର ହେଇଗଲା 91 ବର୍ଷ ଚାଲିଛି 1935 ଜନ୍ମ ତାହେଲେ 90ରୁ 91କୁ ଯାଉଛି ଆଉ ତେଣୁକରି ଟିକେ ବିଶେଷ କହିବା ପାଇଁ ଅକ୍ଷମ ହେଲେ ବି କହୁଛେ ଆଉ ସେଇଠି ବସିଥାଉ ତୁମେ ବସିକି କୁହ ଭାଗବତ ଏ ମଣିଷ ସମାଜକୁ ହେଲା ମୁଖ୍ୟ ଭଗବାନ ଶ୍ରୀକୃଷ୍ଣ ଭାଗବତ ଦେଇଛନ୍ତି ମଣିଷ ସମାଜକୁ ଯେ ମଣିଷ ମାନଙ୍କର ଟିକେ ମନ ପବିତ୍ର ହେବ କେମିତି ପରିବର୍ତ୍ତନ ହେବ ତେଣୁକରି ଭାଗବତ ଦେଇଛନ୍ ଭାଗବତ ଲେଖିଲେ ବ୍ୟାସଦେବ ସେ ମହାକବି ଭାଗବତ ବ୍ୟାସଦେବ ଲେଖିଲେ ସଂସ୍କୃତରେ କିନ୍ତୁ ଓଡ଼ିଆରେ ଅନୁବାଦ କଲେ ଭକ୍ତ କବି ଜଗନ୍ନାଥ ଦାସ ତେଣୁ ଜଗନ୍ନାଥ ଦାସଙ୍କର ନାମ ଚାଲିଛି ଭରେ ଭାବ ଆଗେ ଭାବ ଦରକାର ଭରେ ଭାବ ଗରେ ଜ୍ଞାନ ବରେ ବିଚାର ତୋରେ ତତ୍ତ୍ୱ ତେଣୁ ହେଲା ଭାଗବତ ଭାଗବତ ଏମିତି କଥା ନାହିଁ ଟିକେ ବୁଝିବା ପାଇଁ ହେବ ନିଜ ଭିତରେ ଭାଗବତ ଶରୀଶାସ୍ତ୍ର ଭାଗବତ ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବୁ ନିତ୍ୟ ତର୍କ ପାଷାଣ ଶାସ୍ତ୍ର ଯେତେ ଅଭ୍ୟାସ ନ କରିବୁ ଚିତେ ତେଣୁ ଇଏ ହେଲା ପରମଶାସ୍ତ୍ର ଭାଗବତ ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କର ହେଲା ଭାଗବତ ଭଜନ ମାଳା ପ୍ରଥମ ଦ୍ୱିତୀୟ ଆଗମୟ ବାଣୀ ତୃତୀୟ ବ୍ରହ୍ମାଣ୍ଡ ସର୍ଜନା ହେଲା ଭାଗବତ ଭଜନ ମାଳା ଚତୁର୍ଥରେ ଧ୍ରୁବ ତପ ଆଚରିଣ ଅଜପା ମନ୍ତ୍ରକୁ ହୃଦୟ ବହିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କର ହେଲା ଭାଗବତ ଭଜନ ମାଳା ପଞ୍ଚମରେ ପୃଥ୍ୱୀ 7 ଭାଗ କରି ବାଣ୍ଟିଣ ଭରତ ପୁତ୍ରକୁ ଦେଲା ଭାଗବତ ଭଜନ ମାଳା ଷଷ୍ଠମ ସ୍କନ୍ଧରେ ପାପୀ ଅଜାମିଳ ନାରାୟଣ ନାମ ମୁଖେ କହିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କର ହେଲା ଭାଗବତ ଭଜନ ମାଳା ଆଉ ସପ୍ତମ ସ୍କନ୍ଧରେ ସମୁଦ୍ର ମନ୍ଥନ ଗଜ କୁମୀର ଯୁଦ୍ଧ ଲାଗିଲା ଭାଗବତ ଭଜନ ମାଳା ଅଷ୍ଟମ ସ୍କନ୍ଧରେ ପ୍ରହ୍ଲାଦ ଜନ୍ମ ହିରଣାକ୍ଷ ବିଦାରଣ ହୋଇଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କର ହେଲା ଭାଗବତ ଭଜନ ମାଳା ନବମ ସ୍କନ୍ଧରେ ବଂଶାନୁଚରିତ ଦଶମେ କହ୍ନାଇ ଜନ୍ମ ଲଭିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କର ହେଲା ଭାଗବତ ଭଜନ ମାଳା ଏକାଦଶ ସ୍କନ୍ଧେ ତତ୍ତ୍ୱ ନିରୂପଣେ ଶ୍ରୀହରି ଉଦ୍ଧବେ କରୁଣା ହେଲା ଭାଗବତ ଭଜନ ମାଳା କହେ ଯଶୋବନ୍ତ ଦ୍ୱାଦଶ ସ୍କନ୍ଧରେ ଆଗତ ଭବିଷ୍ୟ ଅଧ ଉର୍ଦ୍ଧ କିଛି ବାରି ନୁହିଲା ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥନ କର ହେଲା ଭାଗବତ ଭଜନ ମାଳା କହେ ଯଶୋବନ୍ତ ତପାଦେ ଶରଣ ଅକାରଣେ ମୋର ଜନ୍ମ ଗଲା ଭାଗବତ ଭଜନ ମାଳା ନାରାୟଣ ଗୁରୁ ସ୍ୱାମୀ
ବେକାର ହେଇଗଲା। କାହିଁକି ନା 11 ମାସ ପର୍ଯ୍ୟନ୍ତ ଜ୍ଞାନ ଦେଲେ ଭଗବାନ ମା ଗର୍ଭରେ, ମା ଗର୍ଭରୁ 10 ମାସ ଜନ୍ମ ହୋଇ 11 ମାସ ପର୍ଯ୍ୟନ୍ତ ଶିକ୍ଷା ଦେଲେ, 12 ମାସ ବି ଦେଲେ, ହେଲେ ସେ ତେଣିକି ଆଉ ଭୁଲିଗଲେ, ଦେଖା ଦେଲେନି ବେଳେ ଭୁଲିଗଲା ସବୁ। ତେଣୁ ସେତିକିରେ ରହିଲା। ହଉ, ତାପରେ ଭାଗବତ ତତ୍ତ୍ୱ ଟିକେ କହିବା। ଭାଗବତ 12 ସ୍କନ୍ଧ କାହିଁକି କୁହାଗଲା? ମହାସମାଚ୍ୟା କଥା। ଭାଗବତ ତ ସମସ୍ତେ ପଢ଼ୁଛନ୍, ହଁ। ହେଲେ ତାର ମହାତ୍ମ କେହି ଜାଣିନାହିଁ। ମୁଁ ଦେଖୁଛି ମହାତ୍ମ ପାଇବା ଟିକେ କଷ୍ଟକର। ଆହୁରି କହିବା।